ଯେତିକି ଜିନିଷ ବାହାର କରିଛ ମତେ କାହିଁ ଲାଗୁନି ଇଏ 15 ଦିନ ପାଇଁ ଯାଉଛ ବୋଲି। କେତିକି ଜିନିଷ ଗଣି ମଣି 7-8ଟି ଜିନିଷ ନିହାତି 1.5 ମାସ ଭଳିଆ ଗଲା ଭଳିଆ ଲାଗୁଛ। ଯଦି ଭାବୁଛ ଏଇଆ ଭଲ କଥା। ସେ ତ ହେଇ ବ୍ୟାଗଟାରେ ଜାଗା ବି ଧରିବନି, ଆଉ ଗୋଟେ ବ୍ୟାଗ ଦରକାର ହବ। ଆଣୁନ ଆଉ ଗୋଟେ ବ୍ୟାଗ ପୁରେଇବି। ତମର ଯଦି ଚାହୁଁଛ ସେଇଆ ମୁଁ କରିଦେବି ବି ସେଇଆ, ପୂରଣ କରିଦେବି। ମୋର କଣ ଅଛି, ମୁଁ ରହିଯିବି। ଆଚ୍ଛା ଏଠି ତ ବିନା ଏସିରେ ତମେ ଚଳିପାରୁନ। ହଁ ଏଇଠି ଏସି ମୁହଁ ଖୋଲା ହେଇକି ଅଛି ଦେଖ। ଆଚ୍ଛା ଘରକୁ ଗଲେ କେମିତି ଏଠି ଗରମରେ କେମିତି ରହିବ କେମିତି? ଆମର ଘର ଅଛି, କୁଲର ଅଛି, ହଁ ଏସି ବି ଆସିବ ଏଥର। ଏଠି ଛାତ ଘର ଯୋଉ ଉପର ଘର ବୋଲି ବେଶୀ ଗରମ ଲାଗୁଛି ହେଲା। ସେଠି ଟିକେ ହେଲେ ବାହାର ବାରିଆଡେ ଗଲେ ଟିକେ ପବନ ଫବନ ହବ। ହଁ ସେଠି ପବନ ଖାଲି ପବନ ତ ଦେହରେ ଖାଲି ବାଡେଇ ହବ ଖାଲି ଆଉ। ନାଇଁ ଆଉ ଆମେ ପୁଣି କେମିତି ଆଗରୁ ରହୁଥିଲୁ ବାହାଘର ପୂର୍ବରୁ। ଥଣ୍ଡା ଲାଗୁଛି ଏଇଠି ଆମର ଭୁବନେଶ୍ୱରରେ ବେଶୀ ଗରମ ହଉଛି। ତମ ଗାଁରେ ବରଫ ପଡୁଛି। ଆମ ଗାଁରେ ସବୁ ଗାଁରେ ଭୁବନେଶ୍ୱର ମାନେ ଟାଉନ ଅପେକ୍ଷା ଗାଁରେ ଟିକେ କମ ଗରମ ରହିବ। ବାପ ଘରଟା ଥଣ୍ଡା ଲାଗିବ ଯାହାହେଲେ, ଶାଶୁ ଘରଟା ଟିକେ ଗରମ ରୁହେ। ଶାଶୁ ଘରେ ବିନା ଏସିରେ ଚଳି ହୁଏନି, ବାପ ଘରେ ସେ ସବୁ ଚଳି ହବ। ତମେ ଯେମିତି ଜୁଆଇଁ ଏଇଠି ତମକୁ ଥଣ୍ଡା ଲାଗୁଛି, ଶ୍ୱଶୁର ଘରେ ତମକୁ ଟିକେ ଗରମ ଲାଗୁଛି, ଏମିତି ଆଉ। ବାହାର କରିଛି ମେଞ୍ଚେ ଜିନିଷ।